ଏଠି ସ୍ପଷ୍ଟ ଭାବରେ ଜଣା ପଡୁଛି ଯେ ତାର ସମ୍ପର୍କୀୟ ମାମୁଁ ସେ ବହୁତ ବଡ଼ ଅପରାଧୀ ଏବଂ ତାର ପ୍ରବୃତ୍ତି ବହୁତ ଖରାପ ନିଶ୍ଚିତ ଭାବରେ ଥିବ। ଛୁଆକୁ ନିଜ ଛୁଆ ଭଳି ସେ ଭାବି ପାରିଲା ନାହିଁ ଏବଂ ତାର ପ୍ରବୃତ୍ତି ତାକୁ ଡୋମିନେଟ୍ କରିଛି ଏବଂ ସେ ଏ ପ୍ରକାର କାମ କରିଛି। ଯେହେତୁ ଏ ପ୍ରକାର ଘଟଣା ବଢି ବଢି ଚାଲିଛି, ପ୍ରତ୍ୟେକ ଦିନ ଗୋଟେ ଗୋଟେ କାହାଣୀ ଆମେ ଶୁଣୁଛୁ, ଆଉ ସରକାର କିଛି କହୁନାହାନ୍ତି। ଆପଣମାନେ ଦେଖୁଛନ୍ତି, ଆମେ ଏତେ ପାଟିତୁଣ୍ଡ କଲୁ, ବିଧାନସଭା ଘେରାଉ କଲୁ, ମୁଖ୍ୟମନ୍ତ୍ରୀ ଘର ଘେରାଉ କଲୁ, ବିଧାନସଭାରେ ଆମର ବିଧାୟକ ମାନେ ପ୍ରତ୍ୟେକ ଦିନ ଉଠେଇଲେ, ବିଧାୟକ ମାନଙ୍କୁ 14 ଜଣ ବିଧାୟକ ସସ୍ପେଣ୍ଡ କରି ଦିଆଗଲା। ବିଧାନସଭାରେ ଆମ ବିଧାୟକ ମାନେ ଦାବି କଲେ ଯୋଉ ଜିନିଷ ଗୋଟେ ଗୃହ କମିଟି କରାଯାଉ, ଏଟା ଗୋଟେ ବ୍ୟାଧି, ୟାକୁ କେମିତି ରୋକାଯିବ ସେଥିପାଇଁ ଉଚିତ ପଦକ୍ଷେପ ସବୁ ଗ୍ରହଣ କରାଯାଉ। ସରକାର କହୁଛନ୍ତି ଏଟା ଗୋଟେ ଇସ୍ୟୁ ନୁହଁ, ଏଟା ଗୋଟେ ଇସ୍ୟୁ ଯେ ଆମେ ଗୃହ କମିଟି କରିବୁ। ଯଦି ନାରୀ ଇସ୍ୟୁ ନୁହଁ, 50% ପପୁଲେସନ ଥାଇକରି ଛୋଟ ଛୁଆ ମାନଙ୍କର ପ୍ରତି ବଳାତ୍କାରରେ ଯଦି ହୃଦୟ ବିଦାରିତ ହଉନାହିଁ ମୁଖ୍ୟମନ୍ତ୍ରୀଙ୍କର ଆଉ ଗୃହ ବିଭାଗ ମନ୍ତ୍ରୀଙ୍କର ଏବଂ ସରକାରୀ କଳର, କଣ ରହିବ, କଣ କହିବା ଆମେ? ବିଧାନସଭା ବନ୍ଦ ହେଲା ପରେ ବି ଗୋଟେ ଗୋଟେ ଘଟଣା ଚାଲିଛି ଡେଲି। ତେବେ ତ ଚିନ୍ତା କରନ୍ତେ ସରକାର ଯଦି ୟା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବ ନାହିଁ, ଦୁର୍ବୃତ୍ତ ମାନଙ୍କୁ ଆପଣମାନଙ୍କ ଜରିଆରେ ଚେତାବନୀ ଦେବ ନାହିଁ, ବଢିବ ଏଇଭଳିଆ। ଦୋଷୀକୁ କଣ କାର୍ଯ୍ୟାନୁଷ୍ଠାନ ଦେଲେ ଏଭଳିଆ ଦୋଷୀଙ୍କ ପାଇଁ କୌଣସି ଦଣ୍ଡ ବି କମ୍। ଆମେ ଯଦି ଆମର ସମାଜକୁ ଭଲ କରି ରଖିବା ପାଇଁ ଚାହୁଁଛୁ ଏବଂ ଝିଅମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଚାହୁଁଛୁ, ନାରୀମାନଙ୍କର ସମ୍ମାନକୁ ବଜାଇ ରଖିବାକୁ ଚାହୁଁଛୁ, ତାହେଲେ କଠୋରରୁ କଠୋର ଦଣ୍ଡ ଦେବା କଥା, ଟିକେ ବି ଦୟା ଦେଖବା କଥା, କଠୋରରୁ କଠୋର ଦଣ୍ଡ ଦେବା କଥା। ଏମାନଙ୍କ ପାଇଁ ଫାଶୀ ବି କମ୍ ପଡ଼ିଯିବ। ଫାଶୀ ହଉ ହଉ ତାକୁ ଜେଲରେ ରହିବ, ସେ 10 ବର୍ଷ କି 14 ବର୍ଷ ରହିବ, ତାପରେ ଫାଶୀ ହେବ। କିନ୍ତୁ ଏଭଳିଆ କାମରେ ଡେରି କରିବା କଥା ନୁହଁ, ବିଳମ୍ବ କରିବା କଥା। ଫାଷ୍ଟ ଟ୍ରାକ୍ କରିକି ଇମିଡିଏଟଲି ଏମାନଙ୍କୁ ମାସେ 2 ମାସ ଭିତରେ କି 3 ମାସ ଭିତରେ ଦଣ୍ଡ ମିଳିଗଲେ ସିଷ୍ଟମକୁ, ଯୋଉ ପୋଲିସର ଯୋଉ ସିଷ୍ଟମ ଅଛି ତାକୁ ଆଉ ଜୁଡିସିଆରୀ ସିଷ୍ଟମକୁ ଏକ୍ସପେଡାଇଟ କରିକି ଦଣ୍ଡ ମିଳିବ ବୋଲି ଲୋକ ଡରିବେ। ସରକାର ତ କିଛି ତ କରିବା କଥା ନା, କିଛି କରୁନାହାନ୍ତି। ମୁଁ ଆସିଥିଲି ଆଜି ବୁଢୀ ମାଙ୍କର ଦର୍ଶନ କରିବା ପାଇଁ ଆସିଥିଲି। ରାସ୍ତାରୁ ମୁଁ ଯେତେବେଳେ ଫୋନ କଲି ରମେଶ ବାବୁଙ୍କୁ, ସେ କଥା ମତେ କହିଲେ, ମୋର ଆତ୍ମା ମାନିଲାନି, ମୁଁ ଏଠିକୁ ଆସିଛି। କଣ କରାଯାଇପାରିବ? ଆମେ ନାରୀ ଜାଗରଣ କରିବୁ, ନାରୀ ମାନଙ୍କୁ ଏପିଲ କରିବୁ। ମୋ ବାପା ମା ମାନଙ୍କୁ ଏପିଲ କରିବି, କଂଗ୍ରେସ ପାର୍ଟି ତରଫରୁ, ଅଖିଳ ଭାରତୀୟ କଂଗ୍ରେସ କମିଟି ତରଫରୁ, ପ୍ରଦେଶ କମିଟି ତରଫରୁ, ବାପା ମାନେ ନିଜ ଛୁଆ ମାନଙ୍କର ଯତ୍ନ ନିଅନ୍ତୁ, ନିଜ ପାଖରେ ରଖନ୍ତୁ, ଗାଇଡେନ୍ସ ଦିଅନ୍ତୁ, ତାଙ୍କ ସହିତ ବନ୍ଧୁ ଭଳିଆ କଥାବାର୍ତ୍ତା ହୁଅନ୍ତୁ। କିଏ ତାଙ୍କ ସହିତ କଥା ହଉଛି, କଣ କରୁଛେ, କିଏ କଣ କହିଲା, କାହା ସହିତ ସେମାନେ କଥା ହଉଛନ୍ତି ନ ହଉଛନ୍ତି, ଏବଂ ଦୁର୍ବୃତ୍ତ ଲୋକମାନଙ୍କର ଦୃଷ୍ଟିରୁ ନିଜ ଛୁଆଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ। ସେଟା ବି କରିବାକୁ ପଡିବ। ସମସ୍ତେ ମାନେ ନେଗ୍ଲିଜେନ୍ସ ଯୋଗୁଁ ବି ବହୁତ କଥା ଘଟି ଯାଉଛି, ତ ସେଇଟା ମଧ୍ୟ କରିବାକୁ ପଡିବ। ଆଉ ସରକାରକୁ ଆମେ ଦାବି କରୁଛୁ, ତା ଛଡା ଯୋଉ ପରିବାର ଛୁଆ ମାନଙ୍କୁ ହରଉଛନ୍ତି, ଯଦି ସରକାର କିଛି କରୁନାହିଁ, ସେ ପରିବାରକୁ କମ୍ପେନସେଟ କାହିଁକି କରିବେ? ସେ ପରିବାରର ଦୁଃଖ ଦୂର କରିବା ପାଇଁ କମ୍ପେନସେଟ ତ କରିବା କଥା। ତାହାର ବି ଗୋଟେ ମାପଦଣ୍ଡ କିଛି ରଖିନାହାନ୍ତି ସରକାର। ଏ ଦିଗରୁ ମଧ୍ୟ ସରକାର ଚିନ୍ତା କର। ଦେଖନ୍ତୁ, ସାନଖେମୁଣ୍ଡି, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଖଲିଂ ଗ୍ରାମରେ ଯୋଉ ଯାତ୍ରା ସମୟରେ 4 ବର୍ଷର ନାବାଳିକାକୁ ଯୋଉ ପ୍ରକାର ଧର୍ଷଣ କରି ହତ୍ୟା କରାଯାଇଛି, ସେହି ଦୁଃଖଦ ଘଟଣାର ପରିତ୍ୟକ୍ତ ପରିବାରକୁ ସାନ୍ତ୍ୱନା ଦେବା ପାଇଁ ଯିଏକି ପିସି ସଭାପତି ଅଛନ୍ତି ଭକ୍ତଚରଣ ଦାସ ଏଠାରେ ଉପସ୍ଥିତ ଅଛନ୍ତି। ସାରଙ୍କ ପ୍ରତିକ୍ରିୟା ନେବା ଯେ ଦୋଷୀକୁ କୋଉ ପ୍ରକାର ଦଣ୍ଡ ଆମେ ଦେବା, ଏପରି କାର୍ଯ୍ୟ ଜଘନ୍ୟ କାମ ପାଇଁ କଣ ଦଣ୍ଡ ମିଳିବା ଦରକାର, ପ୍ରଶାସନ ଆଗରେ କଣ ସାରଙ୍କର ଉପସ୍ଥାପ ରହିବ, ତାହା ଆମେ ସାରଙ୍କୁ ପଚାରି ବୁଝିବା। ସାର୍,
जो प्रकार गंजाम जिला सानखेमुंडी ब्लॉक रे खलिंग पंचायत रे यात्रा सालिथिबा समय रे जो प्रकार जघन्य अपराध जड़े व्यक्ति निज संपर्क मामू घटाई गोटे 4 वर्षर नाबालिका को धर्षण कर हत्या करछंती से विषय रे आपण कोन प्रतिक्रिया देबे सर? ये तो मोर तो कथा बाहरु नहीं मु जेते झियो मानकर कथा शुणी शुणी मु रिएक्शन करी 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 मोर कथा बाहर नहीं कौन पाप करथिला से पिलाटा सरकार बुझु नांते एपटे जदि कठोर रु कठोर दंड दिया जानता इमिडिएटली लोक अपराधी मान कमिटी बसा जानता यहाँ तो समस्ते लगी पड़े आम विधायक लगी पड़े बोलिक एत रिएक्शन जल्दी पुलिस नाला किंतु जो जगार विभिन्न जगार खबर आसूची रिएक्शन ठीक हिसाब से हो ना से जगह प्रतिक्रिया पुलिस गिरफ्तारी ठीक है पार कथा सरकार राज्य सरकार बुझुना एक झील मान छोट छुआ मान कनसीडर करना महिला प्रति अत्याचार कहीं मुझे बुझीपारना एभलिया दोषी मान को फांसी दंड देवा कथा देखुले जी कि अच्छा पीसी सभापति भक्त चरण दास एपटे रही आमर सानखंडी विधायक जे कि रमेश चंद्र जेना दिन तमाम दोषी को दंड दि जाऊ एवं रही जो परित्यक्त परिवार से सांत्वनामूलक किसी पदक्षेप से नेबे एवं जो दोषी रही जघन्य अपराध कर फांसी दंड दि जाऊ बोली भक्त चरण दास सार रही पीसी सभापति एवं रही सानखंडी विधायक जो मैंने निज वक्तव्य रखी सानखेमुंडी द्वारिकानाथ त्रिपाठी फोकस प्लस।